ଡରି ଯାଉଥିଲି। କିଛି ଡରିବାର ଆବଶ୍ୟକ ନାହିଁ ଭଣଜା। त्रिपुर विजय ब्रह्माग्नि चंडी साधक स्वागतम 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 आहे कनकलंका नायक सबास भणजा। हाँ आपनक पाद मोर एई कुटीर मध्यरे पड़िथिबारु एई कुटीर सहित मो मध्य धन्य होई गले। निश्चय धन्य होई जिवो भणजा। हाँ आज मते बहुत खुशी लागे बाबा। निश्चय खुशी लागिवो भणजा। कुहलंकाधीश्वरा लंकार शुभ खबरा केमिति अछई तुम्हा राजा समस्त तु शुभ खबरा मन मन स्थिरा कोटि कोटि के मन पड़ जाऊ ऐसे मन पड़ो भणजा। केमिति अछंती मोर मामू कुंभकर्ण केमिति अछई मोर भाई इंद्रजित केमिति अछंती मोर माई मंदन समस्त मंगल रे अछंती भणजा। मो जानथिली मामू निश्चित भाबरे समस्ते कुशल रे अछंती। तुम हे मोर गते कार्य करिबा को परिबा भणजा। हां मते कोठी कार्य करिबा को हां रे भणजा कोहंत मामा आदेश करतो ताय हले सुनि जाओ भणजा। कोहंत मामा मारी जग चाहि जे कोई रावण कुआड़े जीवा तो हे मृग हरि राम छामुक तू जीवु राम पाखु हाय राम पाखु नहीं बाबा रामचंद्र पाखु हे मृग हरि राम छामुक तू जीवु रामचंद्र पाखु मोरिया दुआरे जाई सतरे चोरी
পঞ্চবটী কাহিনী মামা আরে জটিল হরি রাম মরিয়া তুজি জটিল হরি রাম মরিয়া তুজি ইকা দিয়ে তেরা সীতা হরি দিদি রে ভরদা লোক সরবা মুততে বহু চিত্তা ये अन्याय है मामा कौन कहुछ मारीच लंकार राजा हई ये प्रजंकर ये परिचिंता करिबाटा ये ठीक नह मामा ମୋ ଭଉଣୀ ସ୍ୱଳ୍ପର ଥର ପ୍ରଭାର ନିମନ୍ତେ ଭଜ मामा ହଁ सुनी मारी चबीरा धीरे कहे उतर धीरे कहे उतर सुन सुन मो वचन लंकेश्वर हे मामा लंकारे समस्ते आपनकु महाराज लंकेश्वर बड़ी कहते ମତେ ଏହି ଲଙ୍କାରେ ସମସ୍ତେ ମହାରାଜ ଲଙ୍କେଶ୍ୱର ବୋଲି କହନ୍ତି କିନ୍ତୁ ସେହି ଲଙ୍କେଶ୍ୱର ପୁଣି ଘୋର ଅରଣ୍ୟ ମଧ୍ୟରେ ବୁଲୁଥିବା ଜଣେ ସନ୍ନ୍ୟାସୀର ନାରୀକୁ ଆଣିବା ପାଇଁ ଯାଉଛନ୍ତି ମୋ ଭଉଣୀ ସ୍ୱଳ୍ପର ଥର ପ୍ରଭାର ନିମନ୍ତେ ଭଜ କିନ୍ତୁ ବାବୁ ସେହି ନାରୀ ସାମାନ୍ୟ ନାରୀ ନୁହଁ ଆରେ ମୁଁ ଜାଣେ ଯାହାକୁ ଆପଣ ସାମାନ୍ୟ ଜନ ବୋଲି ଭାବୁଛନ୍ତି ସେ ସାମାନ୍ୟ ଜନ ନୁହେଁ ମାମା ମୁଁ ଜାଣେ ଭଜ ନୁହେଁ ସାମାନ୍ୟ ଜନ ଦଶରଥ ନନ୍ଦନ ଦଶରଥ ନନ୍ଦନ ଧନୁଷର କୋଳେ ଧରି ବୁଲାଇବ मोर बचन घेन आहे लंकरा जन आहे लंकरा जन लेउटाई बाहिनी पुष्पक जन এই যে পুষ্পক জানরে আপন আসিছন্তি মামা এই জানକୁ লেউটাই লঙ্কাକୁ ବାହିନୀ ଭଲ ହବ ଆପଣଙ୍କର ମଙ୍ଗଳ ହବ ମାୟା ମୃଗ ନହିବି ତାର ପାଶେ ନ ଯିବି ଆମ ପାଶେ ନ ଯିବି ମନେ ଦିଶେ ପ୍ରାଣ ହାରିବି गले मरिबाटा निश्चित किंतु आपण मध्य जानतरे मामू जदि जीवे मामू आपनको मध्य समान प्रजिबा पड़िबो न जातारो आगर जीवु समान पुरा हम समान पुरा तुम्हारा तेरा विचार
ତେଣୁକରି ମାମୁଁ ଆପଣଙ୍କୁ ମନା କରୁଛି ଆପଣ ସେଇ କାମ କରନ୍ତୁ ନାହିଁ। କଣ କହୁଛ ମରିଚ? ଆପଣଙ୍କୁ ଇଏ ବୁଦ୍ଧି ଯିଏ ବା ଦେଇଛି ମାମୁଁ ସେ ନିଶ୍ଚିତ ଭାବରେ ଆପଣଙ୍କର ଶତ୍ରୁ ହିଁ ହୋଇଥିବ। ମରିଚ ଜୀବନରେ ମୋ ରାମାୟଣ ବାଣୀ ଶୁଣିଲା ବୀର ଧୀରେ କହେ ମାରିଚ ସୁର ଏ ବୁଦ୍ଧି ତତେ କିଏ ଦେବାକୁ ପଛେ ସେ ଜାଣ ସେ ଶତ୍ରୁ ତୋର ଆପଣଙ୍କ ପକ୍ଷରେ ଭଲ ରହିବ। କରିବି ବିବାଦ ରାମ ସଙ୍ଗେ ବିବାଦ କର। ସ୍ୱର୍ଗ ମର୍ତ୍ୟ ପାତାଳ ଭୂତଳ ତାଙ୍କୁ ଚିଣିବାର ଶକ୍ତି କାହାର ନାହିଁ। ମନା କରୁଛି କଣ କହୁଛ ମୂର୍ଖ? ସେ ଚିଣି ପାରେ ମାମୁଁ ଆପଣ ମଧ୍ୟ କହୁଛନ୍ତି ମୁଁ ବି ଚିଣି ପାରେ ମନେ ଅଛି ମାମୁଁ ଶିବଧନ ଭଗ୍ନ କାଳେ ମିଥିଲାରୁ ଡରି ପଳାଇଲୁ ପରା ଆପଣଙ୍କର ମନେ ନଥିବ କିନ୍ତୁ ମୋର ମନେ ଅଛି ମାମା। ଏଇ କିଛି ବର୍ଷ ପୂର୍ବେ ଜନକ ମହାରାଜ ମିଥିଲାରୁ ନିମନ୍ତ୍ରଣ କରିଥିଲେ ଶିବଧନ ଭଗ୍ନ କରିବା ପାଇଁ। ସେହି ନିମନ୍ତ୍ରଣ ରକ୍ଷା କରି ଆପଣ ଯାଇଥିଲେ ମିଥିଲାକୁ ଶିବଧନ ଭଗ୍ନ କରିବା ପାଇଁ। କିନ୍ତୁ ଧନୁ ଭାଙ୍ଗିବା ଦୂରର କଥା ମାମୁଁ ଧନ ଦେଖିକି ଡରିକି ପଳାଇ ଆସିଥିଲ। କରିବି ମୂର୍ଖ ମୁଁ ସେହି ଶିବ ଧନକୁ କରିବା ପାଇଁ ଯାଇଥିଲି। ଶିବ ଭଗବାନ ହେଉଛନ୍ତି ମୋର ଇଷ୍ଟ ଦେବତା। କେମିତି ଜାଣିଲୁ ମୂର୍ଖ? ଶିବ ଧନକୁ ଡରିକି ପଳେଇ ଆସିଲା ମାମୁଁ ଚାଣ୍ଡାଳରୁ ବ୍ରାହ୍ମଣ ପର୍ଯ୍ୟନ୍ତ ଡକା ଯାଇଥିଲା ଶିବଧନୁ ଭଗ୍ନ କରିବା ପାଇଁ। ଦର୍ଶନ ପାଇଁ ନୁହଁ, ଦର୍ଶନ ପାଇଁ ଯାଇଥିଲି ଡରିକି ପଳାଇ ଆସିଥିଲେ ମାମୁଁ। ଯାହାକୁ ଆପଣ ଦର୍ଶନ କରିବା ପାଇଁ ଯାଇଥିଲେ ସେଇ ଧନୁକୁ ଭାଙ୍ଗିଲେ କିଏ ଜାଣିଛନ୍ତି? ସେଇ କଥା ପଚାର ମାମୁଁ। ସେ ଶ୍ରୀରାମ ଧନୁ ଭାଙ୍ଗିଲା ପରଶୁରାମ ଧନକୁ ଛୁଇଁବାର କାହାର ଶକ୍ତି ନାହିଁ ମାମୁଁ। ପରଶୁରାମ ଧନକୁ ଧଇଲା ସିଏ ମତେ 10 ମାସ ଗର୍ଭରେ ଧରି ଗର୍ଭ ଧାରଣ କରିଥିଲା। ମୋ ମା ଭଉଣୀ ତାରକି ତାର ହୋଇଛି ସେ ଆଉ ନାହିଁ ମାମୁଁ। ସେ ଆଉ ନାହିଁ ହୋଇଛି ଭରତ ମରିଚ ମାରିଦେଲା ସେହି ରାମଚନ୍ଦ୍ର ମୋ ମାକୁ ମାରି ମୋ ଭାଇ ସୁବାହୁକୁ ମଧ୍ୟ ମାରିଦେଲା। ସୁବାହୁକୁ ମଧ୍ୟ ମାରିଦେଲା।
ମାରିଛ ମାଇଲା ଭାଇକୁ ମାଇଲା ମୁଁ କଣ ସେମିତି ଚୁପ ହୋଇ ରହିଛି ମାମ ତା ସହିତ ଯୁଦ୍ଧ କରିବାକୁ ଯାଇଥିଲେ ମାମ କିନ୍ତୁ ସାମାନ୍ୟ ସ୍ୱରେ ମତେ ଉଡେଇ ଦେଲା ସେ ରାତି ସୋଦମ ଭଜ ସବୁ ବିଫଳ ମୋ ପରି ମାରିଛ ଅସୁରକୁ ସାମାନ୍ୟ ସ୍ୱରେ ଉଡେଇ ଦେଲା ସେ ରାମଚନ୍ଦ୍ର ଜୟ ବଣ ବାଟରେ ଚେତନା ଆସିଲା ମୋ ଚେତନା ଆସିଲା କେତେ ଦିନେ ଚେତନା ପାଇଲି ଲଙ୍କାର ରାବଣର ଭଣଜା ହୋଇ ମୁଁ ଏଇ ରୂପ ଧାରଣ କରି ବଞ୍ଚି ରହିଛି ମାମା ବଞ୍ଚି ରହିଛି ଧରି ରୂପ ମାମ ଭଣଜା ଧରି ମୁହିଁ ବଞ୍ଚିଲି ହେ ରାଜା ସମୁଦ୍ର କୂଳରେ ବସି ରହି ତପସ୍ୟା କରୁଛି ମୁଁ ପୁଣି ସେହି ରାମଚନ୍ଦ୍ର ପାଖକୁ ନା ମାମ ନା ମୁଁ ଯିବିନି ମାମ ନିଶ୍ଚୟ ଯିବାକୁ ପଡ଼ିବ ଭଣଜ ଯିବି ତାହାର ପାଶକୁ ମାମ ଫେରି ଯାଉ হে ভয় করনি ভণজ ମୋ କଥା ମାନନ୍ତୁ ମାମ ଲଙ୍କାକୁ ବାହୁଡ଼ି ଯାଆନ୍ତୁ ମୁଁ ଯିବି ଭଣଜ ଆସ ଭଣଜ ମୋ କଥା ଶୁଣି ଯାଅ ଭଣଜ ଏହି ଲଙ୍କାରୁ ଅର୍ଦ୍ଧେକ ଲଙ୍କା ଏବଂ ମୁଣ୍ଡକୁ ଦେବି ସୁବର୍ଣ୍ଣ ମୁକୁଟ ଦେହକୁ ଦେବି ଭଣଜ ପାଟଡଗା ଉପହାର ଭଣଜା ତୁମେ ନିଶ୍ଚୟ ଯିବାକୁ ପଡ଼ିବ ଲଙ୍କାରୁ ଅର୍ଦ୍ଧେକ ଲଙ୍କା ଦେବ ହଁ ଭଣଜା ଅର୍ଦ୍ଧେକ ଲଙ୍କା ଦେବି ମୁଣ୍ଡକୁ ସୁବର୍ଣ୍ଣର ମୁକୁଟ ହଁ ଦେହକୁ ଦେବ ପାଟ ଲୁଗା ହଁ ଭଣଜା ମାମ ମୁଇଁ ଭକୁଆ ନାଇଁ ନ ମାମ ଗଲେ ତ ମରିବି କଣ କରିବି ସୁବର୍ଣ୍ଣର ଅର୍ଦ୍ଧେକ ଲଙ୍କା କଣ କରିବି ସୁବର୍ଣ୍ଣର ମୁକୁଟ କଣ କରିବି ଦେହକୁ ପାଟ ଲୁଗା ମାମ ଏଇ କନା ମୋର ଠିକ ଅଛି ମାମ ମୁଁ ଯିବିନି ମାମ ପର ସ୍ତ୍ରୀ ହରଣ କରିବା ମହାପାପ मोर मामो बोली करी कही दउछ मामो मो कथा मान आर लंका को बाहरी मारिच वचन सुनी होइरा भर हे मारिच वचन सुनी होइरा भर ए मूर्ख मोर वचन तू पृथु कर मोर वचन तू
জানো না হিরে অধম ত্রিপুর পরা জানো না হিরে অধম এই হরি বুদ্ধ বুদ্ধ এই মন্দিরে জন্ম হলা মাত্রে মৃত্যু সুনিশ্চিত কিন্তু মাঝি জানে শুনে মরিবাকে যাও এমনি ভাবনা